जय श्री जगन्नाथ भाई मैंने सर्वप्रथम गुरुदेव गणपति को जगदम्बा को प्रणाम करी आज आम राष्ट्र सेशन को आगू बढ़ेगा राष्ट्र सेशन क्रम आम मानसागरी पद्धति पढ़ुଥିଲେ जो मैंने जानी ना ସେମାନଙ୍କ ପାଇଁ କହି ରଖେ ମାନସାଗରୀ ପଦ୍ଧତି ହଉଛି ଗୋଟେ ପୁରାତନ ଓଲ୍ଡ କ୍ଲାସିକ ଆଷ୍ଟ୍ରୋଲୋଜି ବୁକ୍ ଯୋଉ ବୁକ୍ ରେ ପୁରାତନ ଆଚାର୍ଯ୍ୟ ମାନେ ସେମାନଙ୍କର ବିଭିନ୍ନ ମତ ପ୍ରଦାନ କରିଛନ୍ତି ସେଇ ସମୟରେ ଏବଂ ସେଇ ମତ ଗୁଡିକ ଟେଷ୍ଟେଡ ଚେକଡ ଭେରିଫାଇଡ ଓକେ ଥିଲା ସେଇ ସମୟରେ ଏବଂ ନୈସର୍ଗିକ କାରକ ତତ୍ତ୍ୱକୁ ନେଇକି ଏହି ମତ ଗୁଡିକ ପୁରାତନ ଆଚାର୍ଯ୍ୟ ମାନେ ପ୍ରଦାନ କରିଛନ୍ତି। ତେଣୁ ସମସ୍ତଙ୍କ ଅବଗତି ପାଇଁ କହି ରଖେ ଯେ ଗୋଟେ କୁଣ୍ଡଳୀକୁ ବିଚାର କରିବାକୁ ହେଲେ କେବଳ ଯେ ଏଇ ଗୋଟିଏ ଜିନିଷକୁ ନେଇକି ବିଚାର କରାଯିବ ତା ନୁହେଁ କୁଣ୍ଡଳୀର ସମସ୍ତ ଗ୍ରହ ଗୁଡାକୁ ଆଖି ଆଗରେ ରଖି ବିଚାର କରାଯିବ। ତେଣୁ ଆପଣ ମାନେ ଯଦି ଭାବିବେ ଯେ ଏଇ ଗୋଟା ହେଲା ମାନେ ଇଏ ହେଇଥିବ ସେମିତି ମାନେ ନାହିଁ। ବିଭିନ୍ନ ପ୍ରକାର ଶାସ୍ତ୍ର ଅଛି ବିଭିନ୍ନ ପ୍ରକାର ଜିନିଷ ଅଛି ଆମେ କେବଳ ମାନସାଗରୀ ପଢୁଛେ ମାନସାଗରୀ ପଦ୍ଧତି ଯେହେତୁ ପୁରାତନ ଓଲ୍ଡ କ୍ଲାସିକ ବୁକ୍ ସେଇଥିପାଇଁ ଆମେ ପଢୁଛେ ଏଇ ମାନସାଗରୀ ପଦ୍ଧତିକୁ ଏବଂ ମାନସାଗରୀ ପଦ୍ଧତିରେ ପୁରାତନ ଆଚାର୍ଯ୍ୟ ମାନେଙ୍କର ଆଜି ଆମେ ପଢିବା ଯେ ଜନ୍ମ ନକ୍ଷତ୍ର ଫଳ ଆମେ ସମସ୍ତେ ଅବଗତ ଅଛେ ଯେ ଆମର 27ଟି ନକ୍ଷତ୍ର ଅଛି ଆକ୍ଚୁଆଲି 28ଟି ନକ୍ଷତ୍ର ଅଛି 27ଟି ନକ୍ଷତ୍ର ଏବଂ ଆଉ ଗୋଟେ ନକ୍ଷତ୍ର ହଉଛି ଅଭିଜିତ ନକ୍ଷତ୍ର ଅଭିଜିତ ନକ୍ଷତ୍ର ଉପରେ ଆମର ଗୋଟେ ସେପାରେଟ ସେସନ କରିବା କି ଅଭିଜିତ ନକ୍ଷତ୍ର କଣ କେମିତି କଣ ଥିଲା ତାର ହିଷ୍ଟ୍ରି ବିଷୟରେ କରିବା ଆଜି ଆମେ ଜାଣିବା 27 ନକ୍ଷତ୍ର ପ୍ଲସ 1 ଅଭିଜିତ ନକ୍ଷତ୍ର ମାନେ ଟୋଟାଲ 28 ନକ୍ଷତ୍ରର ଜନ୍ମ ଫଳ ବିଷୟରେ ଆଜି ଆମେ ଆଲୋଚନା ରଖିବା। ଯଦି କୌଣସି ବ୍ୟକ୍ତି ଅଶ୍ୱିନୀ ନକ୍ଷତ୍ରରେ ଜନ୍ମ ହେଇଛନ୍ତି ତାହେଲେ ସେ ବ୍ୟକ୍ତି ସୁନ୍ଦର ଭାଗ୍ୟବାନ କାର୍ଯ୍ୟରେ କୁଶଳ ସ୍ଥୂଳ ଶରୀର ଧନବାନ ଏବଂ ଲୋକପ୍ରିୟ ହୋଇଥାନ୍ତି ବୋଲି ମାନସାଗରୀ ପଦ୍ଧତି କହିଛି। ଯଦି କୌଣସି ବ୍ୟକ୍ତି ଭରଣୀ ବା ଦ୍ୱିଜା ନକ୍ଷତ୍ରରେ ଜନ୍ମ ହୋଇଛନ୍ତି ତେବେ ମାନସାଗରୀ ପଦ୍ଧତି କହୁଛି ସେ ବ୍ୟକ୍ତି ନିରୋଗୀ ସତ୍ୟବକ୍ତା ଉତ୍ତମ ବିଚାର ବାଲା ଦୃଢ ପ୍ରତିଜ୍ଞ ସୁଖୀ ଆଉ ଧନୀ ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତି କୃତ୍ତିକା ନକ୍ଷତ୍ରରେ ଜନ୍ମ ହୋଇଛନ୍ତି ତେବେ ମାନସଗରୀ ପଦ୍ଧତି କହୁଛି ସେହି ବ୍ୟକ୍ତି ଜଣକ କୃପଣ ପାପୀ କ୍ଷୁଧାରେ ପୀଡିତ ଦୁଃଖୀ ଆଉ ଅସତ୍ କର୍ମ କରିବା ବାଲା ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତି ରୋହିଣୀ ନକ୍ଷତ୍ରରେ ଜନ୍ମ ହୋଇଛନ୍ତି ତାହେଲେ ସେହି ବ୍ୟକ୍ତି ଜଣକ ଧନବାନ କୃତଜ୍ଞ ମେଧାବୀ ରାଜମାନ୍ୟ ପ୍ରିୟ ବକ୍ତା ସତ୍ୟବାଦୀ ଆଉ ସୁନ୍ଦର ହୋଇଥାନ୍ତି ବୋଲି ମାନସାଗରୀ ପଦ୍ଧତି କହୁଛି। ଯଦି କୌଣସି ବ୍ୟକ୍ତି ମୃଗଶିରା ନକ୍ଷତ୍ରରେ ଜନ୍ମ ହୋଇଥାନ୍ତି ତାହେଲେ ସେଇ ବ୍ୟକ୍ତି ଚଞ୍ଚଳ ଚତୁର ଧୈର୍ଯ୍ୟବାନ ନକଲି ବସ୍ତୁ ତିଆରି କରିବା ବାଲା ସ୍ୱାର୍ଥୀ ଅହଂକାରୀ ଏବଂ ପରଦ୍ୱେଷୀ। ଯଦି କୌଣସି ବ୍ୟକ୍ତି ଆର୍ଦ୍ରା ନକ୍ଷତ୍ରରେ ଜନ୍ମ ନେଇଛନ୍ତି ତାହେଲେ ସେଇ ବ୍ୟକ୍ତି ଜଣକ କୃତଘ୍ନ ଅହଂକାରୀ ପାପ ବୁଦ୍ଧି ମାନେ ଜିଦ୍ଦି କରିବା ବାଲା ଆଉ ଧନ ଧାନ୍ୟରେ ଏତେ ମାତ୍ରାରେ ତାଙ୍କ ପାଖରେ ରହେନି ବୋଲି ମାନସାଗରୀ ପଦ୍ଧତି କହୁଛି। ଯଦି କୌଣସି ବ୍ୟକ୍ତି ପୁନର୍ବସୁ ନକ୍ଷତ୍ରରେ ଜନ୍ମ ହୋଇଛନ୍ତି ତାହେଲେ ସେ ବ୍ୟକ୍ତି ଶାନ୍ତ ସୁଖୀ ଭୋଗୀ ସୁନ୍ଦର ଲୋକପ୍ରିୟ ପୁତ୍ର ଆଉ ମିତ୍ରରେ ଯୁକ୍ତ ହୋଇଥାନ୍ତି ବୋଲି ମାନସାଗରୀ ପଦ୍ଧତି କହୁଛି। ଯଦି କୌଣସି ବ୍ୟକ୍ତି ପୁଷ୍ୟ ନକ୍ଷତ୍ରରେ ଜନ୍ମ ହୋଇଛନ୍ତି ତାହେଲେ ମାନସାଗରୀ ପଦ୍ଧତି କହୁଛି ଯେ ଦେବ ଆଉ ଧର୍ମକୁ ମାନିବା ବାଲା ଦେବତା ଏବଂ ଧର୍ମକୁ ମାନିଲା ବାଲା ଧନବାନ ପୁତ୍ରଯୁକ୍ତ ପଣ୍ଡିତ ଶାନ୍ତ ସୁନ୍ଦର ଆଉ ସୁଖୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଅଶ୍ଳେଷା ନକ୍ଷତ୍ରରେ ଜନ୍ମ ହୋଇଛି ତାହେଲେ ସେ ବ୍ୟକ୍ତି ଜଣକ ସିଏ ସବୁ ଭକ୍ଷଣ କରିଦବ ଅଭକ୍ଷ ବି ଭକ୍ଷଣ କରିଦବ କ୍ରୂର ସ୍ୱଭାବ ବାଲା କୃତଘ୍ନ ଧୂର୍ତ୍ତ ଦୁଷ୍ଟ ଆଉ ନିଜ କାମଟା କେମିତି ବାହାର କରିବା ବାଲା ସେଇଟା ସେ ହୋଇଥାଏ। ଯଦି କୌଣସି ବ୍ୟକ୍ତି ମଘା ନକ୍ଷତ୍ରରେ ଜନ୍ମ ହୋଇଛନ୍ତି ସେ ଲୋକର ବହୁତ ଚାକର ରହିଥାନ୍ତି ଚାକର ରଖେ ସେ ଲୋକ ଧନୀ ଭୋଗୀ ପିତୃଭକ୍ତ ଉଦ୍ୟୋଗୀ ସେନାପତି ଏବଂ ରାଜାଙ୍କ ଆଶ୍ରିତ ହୋଇଥାଏ ବୋଲି ମାନସାଗରୀ ପଦ୍ଧତି କହୁଛି। ଯଦି କୌଣସି ବ୍ୟକ୍ତି ପୂର୍ବ ଫାଲ୍ଗୁନୀ ନକ୍ଷତ୍ରରେ ଜନ୍ମ ହୋଇଛନ୍ତି ତାହେଲେ ସେ ବ୍ୟକ୍ତି ଜଣକ ବିଦ୍ୟା କିମ୍ବା ଗାଈ ମଇଁଷି ଠାରୁ ଗୋପାଳନ ମଇଁଷି ପାଳନ ଦ୍ଵାରା ଉଁ, ଧନ ଅର୍ଜନ କରିବା ବାଲା ଗମ୍ଭୀର ସ୍ତ୍ରୀ ମାନଙ୍କର ପ୍ରିୟ ସୁଖୀ ଏବଂ ବିଦ୍ୱାନ ମାନଙ୍କର ପୂଜିତ ହେଇଥାଏ। ଯଦି କୌଣସି ବ୍ୟକ୍ତି ଉତ୍ତର ଫାଲ୍ଗୁନୀ ନକ୍ଷତ୍ରରେ ଜନ୍ମ ହୋଇଛନ୍ତି ଜିତେନ୍ଦ୍ରିୟ ସୁରବୀର କୋମଳ ବକ୍ତା ଶସ୍ତ୍ର ବିଦ୍ୟାରେ ନିପୁଣ ମହାଯୋଦ୍ଧା ଆଉ ଲୋକପ୍ରିୟ ହୋଇଥାଏ। ଯଦି କୌଣସି ବ୍ୟକ୍ତି ହସ୍ତା ନକ୍ଷତ୍ରରେ ଜନ୍ମ ହେଇଥାନ୍ତି ସେ ବ୍ୟକ୍ତି ଜଣକ ମିଥ୍ୟା ଭାଷୀ ଯାହା ବୁଝିଥିବେ ସେଇଆ ମଦ୍ୟପାନ କରିବା ବାଲା ଲେଜି ମାନେ ଢିଲା ଢାଲା ଲୋକ ବନ୍ଧୁହୀନ
ଚୋର ଏବଂ ବ୍ୟଭିଚାର କଲା ବାଲା ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତି ଚିତ୍ରା ନକ୍ଷତ୍ରରେ ଜନ୍ମ ହୋଇଥାନ୍ତି, ପୁତ୍ର ସ୍ତ୍ରୀରେ ଯୁକ୍ତ, ସନ୍ତୋଷୀ, ଧନବାନ, ଦେବତା ବ୍ରାହ୍ମଣଙ୍କର ଭକ୍ତ ହୋଇଥାଏ ବୋଲି ମାନସଗରୀ ପଦ୍ଧତି କହୁଛି। ଯଦି କୌଣସି ବ୍ୟକ୍ତି ସ୍ୱାତି ନକ୍ଷତ୍ରରେ ଜନ୍ମ ହୋଇଛି, ତାହେଲେ ସେ ବ୍ୟକ୍ତି ଚତୁର, ଧର୍ମାତ୍ମା, କୃପଣ, ଲୋକପ୍ରିୟ, ସୁଶୀଳ ଆଉ ଦେବତାଙ୍କର ଭକ୍ତ ହୋଇଥାଏ। ଯଦି କୌଣସି ବ୍ୟକ୍ତି ବିଶାଖା ନକ୍ଷତ୍ରରେ ଜନ୍ମ ହୋଇଛି, ତାହେଲେ ସେ ବ୍ୟକ୍ତି ବହୁତ ଲୋଭୀ, ମହା ଅଭିମାନୀ, ନିଷ୍ଠୁର, ଝଗଡାଳୁ ଏବଂ ବ୍ୟଭିଚାରୀ ବାଲା ହୋଇଥାଏ। ଯଦି କୌଣସି ବ୍ୟକ୍ତି ଅନୁରାଧା ନକ୍ଷତ୍ରରେ ଜନ୍ମ ହୋଇଛି, ପୁରୁଷାର୍ଥକୁ ସାଧନ କରିବା ପାଇଁ ସେ ଲୋକ ବିଦେଶ ଯାତ୍ରା କରିବ, ସାଙ୍ଗମାନଙ୍କର କାମ କରିବ ଆଉ ସଦା ସର୍ବଦା ସେ ମଜାରେ ମାନେ ପ୍ରସନ୍ନ ରହିବ, ସେ ଯାଉଛି ହଉଥିବ। ଯୋଉମାନେ ଜ୍ୟେଷ୍ଠା ନକ୍ଷତ୍ରରେ ଜନ୍ମ ହେଇଛନ୍ତି, ସେମାନେ ବହୁତ ସାଙ୍ଗସାଥି ବାଲା, ଗାଁର ପ୍ରଧାନ ମାନେ ହେଡ, କବି, ଦାନୀ, ପଣ୍ଡିତ, ଧର୍ମାତ୍ମା ଆଉ ଶୂଦ୍ର ଜନଙ୍କ ଦ୍ଵାରା ପୂଜିତ ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତି ମୂଳ ନକ୍ଷତ୍ରରେ ଜନ୍ମ ହୋଇଛନ୍ତି, ସେ ସୁଖୀ, ଧନବାହନରେ ଯୁକ୍ତ, ହିଂସକ, ବଳବାନ, ସ୍ଥିର କାର୍ଯ୍ୟ କରିବା ବାଲା, ଶତ୍ରୁ ମାନଙ୍କୁ ଜିତିବା ବାଲା ଆଉ ପଣ୍ଡିତ ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତି ପୂର୍ବାଷାଢା ନକ୍ଷତ୍ରରେ ଜନ୍ମ ହୋଇଥାନ୍ତି, ତାହେଲେ ତାଙ୍କ ଶରଣକୁ ଯିଏ ଯିବ ତାର ଉପକାର ହେଇଥାଏ। ସେମାନେ ଭାଗ୍ୟବାନ ହେଇଥାନ୍ତି, ଲୋକପ୍ରିୟ ହେଇଥାନ୍ତି ଏବଂ ସବୁ କାର୍ଯ୍ୟକୁ ଚତୁରତାର ସହିତ କରିଥାନ୍ତି। ଯଦି କୌଣସି ବ୍ୟକ୍ତି ଉତ୍ତରାଷାଢାର ନକ୍ଷତ୍ରରେ ଜନ୍ମ ହେଇଥାନ୍ତି, ତାହେଲେ ସେ ବ୍ୟକ୍ତି ବହୁତ ମିତ୍ର ବାଲା, ହୃଷ୍ଟପୃଷ୍ଟ ହୋଇଥାନ୍ତି ଆଉ ତାଙ୍କ ଶରୀର ଲମ୍ବା ହେଇଥାଏ, ବିଜୟୀ, ସୁଖୀ, ବୀର ଏବଂ ବିନୟ ଯୁକ୍ତ ହୋଇଥାନ୍ତି। ଠିକ ଅଛି, ଏଇଠି ଆପଣ ମାନେ ମନେ ରଖନ୍ତୁ, ଯୋଉମାନେ ଅଭିଜିତ ନକ୍ଷତ୍ରରେ ଜନ୍ମ ହେଇଥାନ୍ତି, ଗୋଟେ ନକ୍ଷତ୍ର କେତେ ଚରଣ ନା 4 ଚରଣର ହେଇଥାଏ ନା ନାଇଁ? ଗୋଟେ ନକ୍ଷତ୍ର କେତେ ଭୋଗ କରେ? 4ଟା ଚରଣ ଭୋଗ କରେ। ତେଣୁ ଯଦି ଉତ୍ତରାଷାଢା ନକ୍ଷତ୍ରର ଚତୁର୍ଥ ଚରଣ ଆଉ ଶ୍ରବଣ ନକ୍ଷତ୍ରର 4 ଘଟି ଅଭିଜିତ ନକ୍ଷତ୍ର ବୋଲି କୁହାଯାଏ। ଏଇଟା ଆପଣ ମାନେ ମନେ ରଖିବେ। ତେଣୁ ଭଗବାନ ଶ୍ରୀକୃଷ୍ଣ ଉତ୍ତରାଷାଢା ନକ୍ଷତ୍ର ଆଉ ଶ୍ରବଣ ନକ୍ଷତ୍ର ଭିତରେ ଅଭିଜିତ ନକ୍ଷତ୍ରକୁ ଲୁଚେଇ ଦେଇଛନ୍ତି। ତେଣୁ ଅଭିଜିତ ନକ୍ଷତ୍ରଟା ହଉଛି ଉତ୍ତରାଷାଢା ନକ୍ଷତ୍ରର ଚତୁର୍ଥ ଚରଣ ଏବଂ ଶ୍ରବଣ ନକ୍ଷତ୍ରର ଷ୍ଟାର୍ଟିଂର 4 ଘଟି ପର୍ଯ୍ୟନ୍ତ ଅଭିଜିତ ନକ୍ଷତ୍ର। ଯଦି କୌଣସି ବ୍ୟକ୍ତି ଅଭିଜିତ ନକ୍ଷତ୍ରରେ ଜନ୍ମ ହୋଇଛି, ତାହେଲେ ତାର ସେ ଦେଖିବାକୁ ସୁନ୍ଦର ସ୍ୱରୂପ, ସାଧୁ ଜନଙ୍କର ପ୍ରିୟ, ବିନୀତ, ଯଶସ୍ୱୀ, ବ୍ରାହ୍ମଣ ଦେବତାଙ୍କର ଭକ୍ତ, ସ୍ପଷ୍ଟ ବକ୍ତା ଆଉ ନିଜର କୂଳରେ ଶ୍ରେଷ୍ଠ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଶ୍ରବଣ ନକ୍ଷତ୍ରରେ ଜନ୍ମ ହୋଇଛି, ତାହେଲେ କୃତଜ୍ଞ, ସୁନ୍ଦର, ଦାତା, ସବୁ ଗୁଣଙ୍କ ଦ୍ଵାରା ଯୁକ୍ତ, ଲକ୍ଷ୍ମୀମାନ, ବହୁତ ସନ୍ତାନ ଦ୍ଵାରା ଯୁକ୍ତ ହୋଇଥାଏ ବୋଲି ମାନସଗରୀ ପଦ୍ଧତି କହୁଛି। ଯଦି କୌଣସି ବ୍ୟକ୍ତି ଧନିଷ୍ଠ ନକ୍ଷତ୍ରରେ ଜନ୍ମ ହୋଇଛନ୍ତି, ତାହେଲେ ସଙ୍ଗୀତ ପ୍ରିୟ, ବନ୍ଧୁ ମାନଙ୍କର ମାନ୍ୟ, ସୁବର୍ଣ୍ଣ ଏବଂ ରତ୍ନ ଯୁକ୍ତ ତଥା ବହୁତ ଲୋକଙ୍କୁ ପାଳନ କଲା ବାଲା ହୋଇଥାଏ। ଯଦି କୌଣସି ବ୍ୟକ୍ତି ଶତଭିଷା ନକ୍ଷତ୍ରରେ ଜନ୍ମ ହେଇଥାନ୍ତି, ତାହେଲେ କୃପଣ, ଧନବାନ, ବ୍ୟଭିଚାରୀ, ବିଦେଶରେ ରହିବାର କାମନା କରିବା ବାଲା ହୋଇଥାଏ। ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଜନ୍ମ ହେଇଥାନ୍ତି, ତାହେଲେ ବକ୍ତା, ସୁଖୀ, ସନ୍ତାନ ଯୁକ୍ତ, ବହୁତ ନିଦ ନେଲା ବାଲା ମାନେ ଶୋଇ ରହିବା ବାଲା ଏବଂ ବ୍ୟର୍ଥ ସମୟରେ କେମିତି ସମୟ ଗୁଡାକ ଅତିବାହିତ କରିଦିଏ, ସେଇ ବିଷୟରେ ସେମାନେ ମୁଣ୍ଡ ମାନେ ଏମିତି ଟାଇମ ଯାଉ କିଛି ନାହିଁ, ଦେଖିବା ପ୍ରୋକ୍ରାଷ୍ଟିନେଟ ଚାଲୁ। ଯଦି କୌଣସି ବ୍ୟକ୍ତି ଉତ୍ତର ଭାଦ୍ରପଦ ନକ୍ଷତ୍ର ଜନ୍ମ ହେଇଥାନ୍ତି, ତାହେଲେ ଗୌର ବର୍ଣ୍ଣ, ବଳବାନ, ଧର୍ମାତ୍ମା, ଶତ୍ରୁଙ୍କୁ ଜିତିବା ବାଲା ଆଉ ସାହସୀ ଏବଂ ତାଙ୍କ ସେ ଟିକେ ମାନି ପ୍ରକୃତିର ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତି ରେବତୀ ନକ୍ଷତ୍ରରେ ଜନ୍ମ ହେଇଥାନ୍ତି, ସବୁ ଅଙ୍ଗରେ ପୂର୍ଣ୍ଣ, ପବିତ୍ର କାର୍ଯ୍ୟରେ ନିପୁଣ, ସାଧୁ, ବୀର, ପଣ୍ଡିତ ଆଉ ଧନ ଧାନ୍ୟରେ ଯୁକ୍ତ ହୋଇଥାନ୍ତି। ତେବେ ଆଜିର ସେସନରେ ଆମେ ଜାଣିଲେ 27 ନକ୍ଷତ୍ର ତଥା ଅଭିଜିତ ନକ୍ଷତ୍ରରେ ଜନ୍ମ ହୋଇଥିବା
ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ୱ ମାନସାଗରୀ ପଦ୍ଧତି ଅନୁଯାୟୀ କିଭଳି ଭାବରେ ରହିବ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।